Audio Jungle. Audio Jungle. আজি ସାବିତ୍ରୀ ବ୍ରତ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନ୍ୟାନ୍ୟ ପର୍ବ ଏହି ସାବିତ୍ରୀ ଅମାବାସ୍ୟା। ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ଓଡ଼ିଆ ଘରର ସ୍ତ୍ରୀମାନେ। ମହିଳାମାନଙ୍କ ବିଶ୍ୱାସ ରହିଛି ଆଜିର ଦିନରେ ସାବିତ୍ରୀ ଯମ ପାଖରୁ ଫେରାଇ ଆଣିଥିଲେ ନିଜ ସ୍ୱାମୀଙ୍କୁ। ତେଣୁ ସାବିତ୍ରୀଙ୍କ ପ୍ରତିଭକ୍ତିକୁ ମନେ ପକାଇ କରୁଛନ୍ତି ଏହି ପୂଜାର୍ଚ୍ଚନା। ଆଜି ବିଭିନ୍ନ ମନ୍ଦିରଗୁଡ଼ିକରେ ମହିଳା ବ୍ରତଧାରୀଙ୍କ ଭିଡ଼ ଲାଗି ରହିଛି। ହିନ୍ଦୁ ସଧବା ମହିଳାମାନେ ହାତରେ ଶଙ୍ଖା ଓ ସିନ୍ଦୁର ସହ ନୂଆ ବସ୍ତ୍ର ନେଇ ପୂଜା କରୁଥିବା ବେଳେ ବାରିପଦାରେ କିନ୍ନରମାନେ ମଧ୍ୟ କରିଛନ୍ତି ଏହି ବ୍ରତ। ବାରିପଦା ପାଲବଣୀ ନିକଟ ଦେବେନ୍ଦ୍ରପୁରଠାରେ ଥିବା ଭୁବନେଶ୍ୱରୀ ମନ୍ଦିରରେ କିନ୍ନରମାନେ ଏକାଠି ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଶଙ୍ଖା ସିନ୍ଦୁରରୁ ନେଇ ଫଳମୂଳ ଓ ନୂଆ ବସ୍ତ୍ର ଦେଇ ନିଜର ଗୁରୁ ତଥା ବିଶ୍ୱାସୀଙ୍କ ମଙ୍ଗଳ କାମନା କରି କିନ୍ନରମାନେ ବ୍ରତ ପାଳନ୍ତି। ଏହି ସାବିତ୍ରୀ ବ୍ରତକୁ ସେମାନେ ଗୁରୁ ଶିଷ୍ୟ ପରମ୍ପରା ବୋଲି ମାନିଥାନ୍ତି। ଖାଲି ସେତିକି ନୁହେଁ, ସେମାନେ ଗୁରୁଙ୍କୁ ହିଁ ତାଙ୍କର ପରିବାର ମାନନ୍ତି। ତେଣୁ ତାଙ୍କର ମଙ୍ଗଳ କାମନା କରି ଏହି ସାବିତ୍ରୀ ବ୍ରତ କରିଥାନ୍ତି ବୋଲି କହିଛନ୍ତି ବାରିପଦା କିନ୍ନର ସଭାପତି ମନୀଷା ସାହୁ। ତେବେ ମହିଳା ବ୍ରତଧାରୀମାନେ ଯେଉଁଭଳି ପୂଜା କରିଥାନ୍ତି, ସମାନ ଢଙ୍ଗରେ କିନ୍ନରମାନେ ମଧ୍ୟ ସାବିତ୍ରୀ ବ୍ରତ ପାଳିଥାନ୍ତି। ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ, ଓଡ଼ିଶା ହାଇଲାଇଟ୍ ସମାଚାର।